ନେପାଳରେ ପ୍ରକୃତିର ତାଣ୍ଡବ। ନେପାଳ ଚୀନ ସୀମା ନିକଟରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଚାରିଆଡ଼େ ଧ୍ୱଂସର ଚିତ୍ର। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଗୋଟିଏ ପଟେ ପାହାଡ଼, ଆଉ ଗୋଟିଏ ପଟେ ପ୍ରଳୟଙ୍କାରୀ ଜଳଧାରା। କିଛି ସମୟ ମଧ୍ୟରେ ନେପାଳର ଅନେକ ଅଞ୍ଚଳ ପାଲଟିଗଲା ବିପର୍ଯ୍ୟୟ ଭୂମିରେ। ନେପାଳ ଚୀନ ସୀମା ନିକଟରେ ହଠାତ୍ ଆସିଥିବା ଭୟଙ୍କର ଫ୍ଲାସ୍ ଫ୍ଲଡ୍ ଘର, ରାସ୍ତା, ପୋଲ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଧୋଇ ନେଇଛି। ବିଶେଷଜ୍ଞଙ୍କ ଅନୁସାରେ ହିମାଳୟର ଅଞ୍ଚଳରେ ଗ୍ଲାସିୟର କୋଲାପ୍ସ ପରେ ବରଫ, ପଥର ଓ ପାଣିର ଭୟଙ୍କର ଧାରା ତଳକୁ ମାଡ଼ି ଆସିଥିଲା। ଏହାପରେ ଭୋଟେକାଶୀ ଏବଂ ତ୍ରିଶୂଳି ନଦୀ ଅଞ୍ଚଳରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିଲା। କେଉଁଠି ଘର ଭାସି ଯାଇଛି, କେଉଁଠି ରାସ୍ତା ନାହିଁ, ଆଉ କେଉଁଠି ପୋଲ ଭାଙ୍ଗି ଯାଇଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ। ଏହି ବିପର୍ଯ୍ୟୟରେ ଭାରତୀୟ ନାଗରିକ ଓ ତୀର୍ଥଯାତ୍ରୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। କୈଳାସ ମାନସରୋବର ଯାତ୍ରାରେ ଥିବା ଅନେକ ଭାରତୀୟଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ନିଖୋଜଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛନ୍ତି। ଖରାପ ପାଗ ଏବଂ ଧ୍ୱଂସ ହୋଇଥିବା ରାସ୍ତା ଉଦ୍ଧାର କାର୍ଯ୍ୟ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ତଥାପି ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଚାଲିଛି। ଗୁରୁବାର ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଭାରତ ପକ୍ଷରୁ ରିଲିଫ୍ ସାମଗ୍ରୀ, ଔଷଧ ଓ ଖାଦ୍ୟ ସାମଗ୍ରୀ ପଠାଯାଉଛି। ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ 37.5 ଟନ୍ରୁ ଅଧିକ ମାନବିକ ସହାୟତା ପଠାଯାଇଥିବା ଖବର ଆସିଛି। ନେପାଳରେ ଏବେ ମଧ୍ୟ ବିପଦ ଟଳି ନାହିଁ। ନଦୀ ଅଞ୍ଚଳରେ ନୂଆ ବନ୍ୟାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ପାହାଡ଼ରୁ ଆସିଥିବା ଏହି ପ୍ରଳୟ ଛାଡ଼ି ଯାଇଛି ଧ୍ୱଂସର ଚିହ୍ନ, ଆଉ ମାଟି ତଳେ ଭଙ୍ଗା ଘର ଭିତରେ ନିଜ ପରିଜନଙ୍କୁ ଖୋଜୁଛନ୍ତି ଅନେକ ପରିବାର। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଖୋଜ ଲୋକଙ୍କ ଖୋଜ ଏବଂ ରିଲିଫ୍ କାର୍ଯ୍ୟ ଉପରେ ଏବେ ସମସ୍ତଙ୍କ ନଜର। ବ୍ୟୁରୋ ରିପୋର୍ଟ, BS ନ୍ୟୁଜ୍ ଟୁଡେ।